ଚାଲାଣ ବେଳେ ବନ ବିଭାଗର ହାବୁଡ଼ରେ ପଡ଼ି ଗାଡ଼ି ଛାଡ଼ି ଗୋମାଫିଆ ଫେରାର। କେନ୍ଦୁଝର ଜିଲ୍ଲାରେ ବେଆଇନ ଗୋ ଚାଲାଣ ବେଳେ ପିକଅପ୍ ଭ୍ୟାନ୍ ଜବତ। ପିକଅପ୍ ଭ୍ୟାନ୍ରେ ବେଆଇନ ଗୋ ଚାଲାଣ ହେଉଥିବା ବେଳେ 4 ଗୋରୁ ଉଦ୍ଧାର। ଅନ୍ଧାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଫେରାର ହୋଇଗଲେ ଗୋମାଫିଆ। ଏହିଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଲଦା ପଞ୍ଚାୟତ ବାମେବାରୀ ଥାନା ଅନ୍ତର୍ଗତ ତାଡ଼ପାଣି ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ ବନ ବିଭାଗର ଏକ ଟିମ୍ ହାତୀଙ୍କ ପାଇଁ ପେଟ୍ରୋଲିଂ କରୁଥିବା ବେଳେ ଏକ ପିକଅପ୍ ଭ୍ୟାନ୍ ଦେଖି ଚୋରା କାଠ ବେପାରୀ ସନ୍ଦେହରେ ଗାଡ଼ିଟିକୁ ଅଟକାଇଥିଲେ। ତେବେ ବନ ବିଭାଗର କର୍ମଚାରୀଙ୍କୁ ଦେଖି ଗାଡ଼ି ଚାଳକଙ୍କ ସହ ଗାଡ଼ିରେ ଥିବା ଗୋ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗାଡ଼ି ଭିତରେ 4ଟି ଗୋରୁ ଥିବା ଦେଖି ବନ ବିଭାଗର କର୍ମଚାରୀ ବାମେବାରୀ ଥାନାକୁ ଖବର ଦେଇଥିଲେ। ଖବର ପାଇ ବାମେବାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାଡ଼ିରୁ 4ଟି ଗୋରୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜବତ ପିକଅପ୍ ଗାଡ଼ିଟି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରୁ ଆସିଥିବା ବେଳେ ଗାଡ଼ିରେ ନକଲି ନମ୍ବର ପ୍ଲେଟ୍ ଲାଗିଥିବା ନେଇ ସୂଚନା ରହିଛି। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।